ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ରପ୍ରସନ୍ନ ମହାପାତ୍ର, ଭୁବନେଶ୍ୱର, ଓଡ଼ିଶାରୁ। ଆଜି ଗୋଟେ ଭଲ ଇଣ୍ଟରେଷ୍ଟିଂ ଟପିକ୍ ଉପରେ ଆପଣଙ୍କୁ କହିବି, ଯେଉଁଟାକି ଗୋଟେ ଜ୍ୟୋତିଷରେ ଠକାମିର ଆଉ ଗୋଟେ ଭଲ ସ୍କୋପ୍। ସେ ହେଲା ଯେ ସାର୍ ଆପଣ ଏଇଟା ଯଦି କରିବେ ଆପଣ ଗ୍ରହର ଭଲ ଫଳଟା ପାଇବେ କିନ୍ତୁ ଖରାପ ଫଳଟା ପାଇବେ ନାହିଁ। ଗ୍ରହର ଭଲ ଫଳ ଆପଣଙ୍କୁ ମିଳିବ କିନ୍ତୁ ଖରାପ ଫଳଟା ମିଳିବ ନାହିଁ। କେମିତି ସାର୍ ଆପଣ ଯଦି ଶନିକି ପୂଜା କରିବେ ତାହେଲେ ଶନିଙ୍କର ଭଲ ଫଳଟା ମିଳିବ, ଶନିଙ୍କ ଖରାପ ଫଳଟା ମିଳିବ ନାହିଁ। ସାର୍ ଆପଣ ଯଦି ପୂଜା କରିବେ ପୂଜା କରିଛି ଆପଣ ଯଦି ରୁଦ୍ରାକ୍ଷ ପିନ୍ଧିବେ ଗୋଟେ ସୂର୍ଯ୍ୟଙ୍କର ବାରମୁଖୀ, ତାହେଲେ ସୂର୍ଯ୍ୟଙ୍କର ଭଲ ଫଳଟା ମିଳିବ କିନ୍ତୁ ଖରାପ ଫଳଟା ମିଳିବ ନାହିଁ। ଯଦିଓ ରୁଦ୍ରାକ୍ଷ ବାରମୁଖୀ ରୁଦ୍ରାକ୍ଷ କେବଳ ସୂର୍ଯ୍ୟଙ୍କ ପାଇଁ ନୁହେଁ, ତା'ର ଅନ୍ୟାନ୍ୟ ଉପାଦେୟତା ବି ଅଛି। ସେଥିଲାଗି ମୁଁ କୁହେ ରତ୍ନ ଇଜ୍ ନଟ୍ ଇକ୍ୱାଲ୍ ଟୁ ରୁଦ୍ରାକ୍ଷ। ଆପଣ ଦୁଇଟାକୁ ଧାରଣ କରିବା ଉଚିତ। ଏମିତି କେବେ ବି ହେବନି ଆଜ୍ଞା କି ଆପଣ କୌଣସି ଗୋଟେ ମେଥଡ଼ ଫଲୋ କରିକି ଗୋଟେ ଗ୍ରହର ଭଲ ଫଳ କେବଳ ମିଳିବ, ତା'ର ଖରାପ ଫଳ ମିଳିବ ନାହିଁ। ସେମିତି କେବେ ବି ହେଇପାରିବ ନାହିଁ। ଆପଣ ଦେଖନ୍ତୁ ସୂର୍ଯ୍ୟର ଭଲ ଫଳ ହେଲା କ'ଣ ଜାଣିଛନ୍ତି? ସେ ଆପଣଙ୍କୁ ଗୋଟେ ଲିଡର କରିବ। ଭଲ କ୍ୟାପାସିଟିର ଗୋଟେ ଲିଡର ହେବା ପାଇଁ ସୂର୍ଯ୍ୟର ଷ୍ଟ୍ରେନ୍ଥ ଦରକାର ଜାତକରେ। ଏକ୍ସଟ୍ରିମଲି ଷ୍ଟ୍ରଙ୍ଗ ନ ହେଇଥାଉ, ତା'ର ପ୍ଲେସମେଣ୍ଟ ସେ ଡେଫିନେଟଲି ତା'ର ମିନିମମ୍ ରିକ୍ୱାର୍ଡ ଯେତିକି ଷଡ଼ବଳ ଗୋଟେ ସୂର୍ଯ୍ୟର ତାଠୁ ଅଧିକ ହେବା ଦରକାର। ନହେଲେ ଆପଣ ଲିଡର ହେଇପାରିବେ ନାହିଁ। ଏକ୍ସଟ୍ରିମଲି ଷ୍ଟ୍ରଙ୍ଗ ହେଇଗଲା ମାନେ ଆପଣ ଲିଡର ହେଇପାରିବେନି, କାରଣ ଆପଣଙ୍କ ଇଗୋ ଏତେ ଷ୍ଟ୍ରଙ୍ଗ ହେଇଯିବ ଯେ ଆପଣ ଲୋକଙ୍କ ସାଙ୍ଗରେ କଥାବାର୍ତ୍ତା ମିଶି ପାରିବେ ନାହିଁ। ସୂର୍ଯ୍ୟ ଇଗୋ ବି ଦେବେ ବା ଅହଙ୍କାର ଯେଉଁ ଜିନିଷଟା କହନ୍ତି ମୁଁ ବଡ଼, ସେଟା ସୂର୍ଯ୍ୟଙ୍କର କାମ। ଜାତକରେ ସୂର୍ଯ୍ୟ ଯେଉଁଠି ବି ଥାଆନ୍ତୁ, ଯଦି ଷଡ଼ବଳରେ ବହୁତ ଷ୍ଟ୍ରଙ୍ଗ ଅଛନ୍ତି ତାହେଲେ ସୂର୍ଯ୍ୟଙ୍କର କାରକତ୍ୱ ଯାହା ଯାହା ଅଛି ସେ ଲୋକ ଉପରେ ସେଟା ପଡ଼ିବ। ତେଣୁ ଆଇଦର ଆପଣ ଗୋଟେ ଗ୍ରହର ଭଲ ଫଳ ଆଣିବେ ଅର୍ ତା'ର ଫଳାଫଳ ପାଇପାରିବେ ନାହିଁ। ଭଲ ଖରାପ କ'ଣ? ଆଇଦର ଆପଣ ଗୋଟେ ଗ୍ରହର ଫଳାଫଳ ପାଇବେ, ନହେଲେ ତା'ର ଫଳାଫଳ ପାଇବେ ନାହିଁ। ଆପଣ ଯେଉଁ ମେଥଡ଼ ବି କରନ୍ତୁ, ଏଇ ଯେଉଁ ସବୁ ମିଛରେ କହିକି ବିକି ଦିଅନ୍ତି ରୁଦ୍ରାକ୍ଷ, ସାର୍ ଆପଣ ଜାଣିଛନ୍ତି ଆପଣ ତିନିମୁଖୀ ପିନ୍ଧନ୍ତୁ ଖାଲି ମଙ୍ଗଳର ଭଲ ଫଳଟା ମିଳିବ, ଖରାପ ଫଳଟା ମିଳିବ ନାହିଁ। ଆରେ କ'ଣ ସେ ରୁଦ୍ରାକ୍ଷ ଫିଲ୍ଟର କରିକି ଆଣିକି ଦେଲା ଫଳ? ସାର୍ ଆପଣ କଫ୍ ସିରପ୍ଟେ ଖାଆନ୍ତୁ, ଆପଣ ନିଦ ଫିଦ କିଛି ଲାଗିବନି, ପୁରା ସବୁ କ୍ଲିନ୍ କରିଦେବ ବଢ଼ିଆ। ନା, ଗୋଟେ ଭଲ କଫ୍ ସିରପ୍ ଟିକେ ଆନାଲଜେସିକ୍ ରହିବ, ଆପଣ ତା ଖାଇଲା ମାନେ ଟିକେ ସ୍ଲିପି ଫିଲ୍ କରିବେ। ସାର୍ ଏ କଫ୍ ସିରପ୍ଟା ବଢ଼ିଆ କାମ ଦେବ, କିନ୍ତୁ ଆପଣ ଟିକେ ଏଟାକୁ ନିଦ ଲାଗିବ, ଆପଣ ରାତିରେ ଟିକେ ଖାଇକି ଆକୁ କୁଆଡ଼େ ଚାଲାବୁଲା କରିବେ ନାହିଁ। ଏଇ ହେଲା ତା'ର ପ୍ରେସ୍କ୍ରିପ୍ସନ୍। ପ୍ରେସ୍କ୍ରିପ୍ସନ୍ ଯଦି ଆପଣ ସେ କିଛି କାମ ଦେଉନଥିବ ଜିନିଷଟା, ତାହେଲେ ତା'ର ଆକ୍ସନ୍ ହିଁ ନାହିଁ, ତ ରିଆକ୍ସନ୍ କେଉଁଠୁ ଆସିବ? ଗୋଟେ ଗ୍ରହର ଇମ୍ପାକ୍ଟଟା ଆପଣଙ୍କ ଉପରେ ପଡ଼ିଲା ମାନେ ସୂର୍ଯ୍ୟ ଆପଣଙ୍କୁ ବଞ୍ଚେଇବାରେ ସାହାଯ୍ୟ କରିବେ, ସେଇ ଯେଉଁ ସନ୍ଷ୍ଟ୍ରୋକ୍ ଦେବେନି କି? ତେଣୁ ଆପଣ ଗୋଟେ ଗ୍ରହର ଏମିତି କେବେ ହେଇପାରିବନି ଯେ ତାର ଭଲ ଫଳଟା ଆମେ ପାଇଯିବା, ଖରାପ ଫଳଟା ପାଇପାରିବା ନାହିଁ। ତେଣୁ ଏମିତି କୌଣସି ଉପାୟ, ପୂଜା, ରତ୍ନ, ରୁଦ୍ରାକ୍ଷ ନାହିଁ ଯେ ଆମେ ଗୋଟେ ଗ୍ରହର କେବଳ ଭଲ ଫଳ ପାଇବା, ତା'ର ଖରାପ ଫଳ ଆମକୁ ମିଳିବ ନାହିଁ। ସବୁବେଳେ ମନେ ରଖିଥାନ୍ତୁ, ସେଇ ଗ୍ରହ ଯେଉଁ ଗ୍ରହ ଆପଣଙ୍କ ଜାତକରେ ଭଲ ନାହିଁ, ସେ ଗ୍ରହ ଇଣ୍ଡିକେଟ୍ କରୁଛି ଯେ ମୋ ରିଲେଟେଡ଼୍ କର୍ମ ଆପଣ କରନ୍ତୁ, ଏତିକି। କିନ୍ତୁ ସେ ଗ୍ରହର ରିଲେଟେଡ଼୍ କୌଣସି ଜିନିଷ ଆପଣ ଧାରଣ କରିବେ ନାହିଁ। ଜାତକରେ ଶନି ବକ୍ରୀ ବସିଛି, କିନ୍ତୁ କେଉଁଠି? ପଞ୍ଚମ ଘରେ, ବଢ଼ିଆ ଜାଗାରେ ଶନି ବସିଛି। କିନ୍ତୁ ବକ୍ରୀ ହେଇଗଲା ମାନେ କ'ଣ? ରେଟ୍ରୋଗ୍ରେଡ୍ ସେ କହୁଛି ଚେଷ୍ଟା ଫଳ, ସେଟା କୁହାଯାଏ। ଚେଷ୍ଟା ବଳ ଶନିର।
ଯେ ଆପଣ ଚେଷ୍ଟା କରନ୍ତୁ, ଆପଣ ବହୁତ ପରିଶ୍ରମ କରନ୍ତୁ, ଦେଖିବେ ଆପଣ ପଞ୍ଚମ ଘର ରିଲେଟେଡ୍ ଜିନିଷ ଗୁଡ଼ା ଆପଣଙ୍କୁ ମିଳିବେ। ପିଲା ଭଲ ହେବେ, ଆପଣଙ୍କର ଏଡୁକେସନ୍ ହାୟାର ଭଲ ହେବ, ପୁଣ୍ୟ ବଳଟା ବଢ଼ିବ। ଯେଉଁଠି ଆପଣ ଦେଖିବେ ଯେ ଆପଣ ଆଜି ଦେହ ଖରାପ ହେଇନି କିନ୍ତୁ ଆପଣଙ୍କ ଆଗରେ 10ଟା ଲୋକ ଦେହ ଖରାପରେ ଚାଲିଗଲେ। ଯଦିଓ ଚାଲିଯିବାଟା ଗୋଟେ ପ୍ରକାର ମୁଖ୍ୟ, କର୍ମ ସରିଗଲେ ଆପଣ ଚାଲିଯିବେ, ବଟ୍ ସେଇ କର୍ମରେ ଗୋଟେ ପିଲା ହଇରାଣ ହେଉଛି କିନ୍ତୁ ଆପଣ ପୁଣ୍ୟ ବଳ ବଢ଼ିବ। ତାକୁ ଛାଡ଼ିଦେଲେ ଆପଣ ସେ ଶନିଙ୍କର ରତ୍ନ ଇଏ ସେ ଯଦି ପିନ୍ଧି ପାରନ୍ତି, କିନ୍ତୁ ଯଦି ବହୁତ ଷ୍ଟ୍ରଙ୍ଗ ଅଛି ଶନି କାହିଁ ପିନ୍ଧିବେ? ତେଣୁ ଏମିତି କୌଣସି ଉପାୟ ନାହିଁ ଯେଉଁ ମାଧ୍ୟମରେ ଗୋଟେ ଗ୍ରହର କେବଳ ଭଲ ଫଳ ଆପଣ ପାଇବେ, ଖରାପ ଫଳ ପାଇବେ ନାହିଁ। ଯେକୌଣସି ଗ୍ରହ ଆପଣଙ୍କ ପାଇଁ ଭଲ ଅଛି, ଆପଣ ତାକୁ ଷ୍ଟ୍ରଙ୍ଗ କରନ୍ତୁ, ତାର ଭଲ ଫଳ ବି ମିଳିବ, ଖରାପ ଫଳ ବି ମିଳିବ। ଆପଣ ଗୋଟେ ରୁବି ପିନ୍ଧି ଦିଅନ୍ତୁ, ସୂର୍ଯ୍ୟ ଯଦି ଭଲ ଅଛି ଆପଣଙ୍କ ଜାତକରେ, ମନେକର ସୂର୍ଯ୍ୟ ଭଲ ଷ୍ଟ୍ରଙ୍ଗ ଅଛି, ଆପଣ ତାପରେ ରୁବି ପିନ୍ଧିଦେଲେ, ଆପଣ ବହୁତ ଇଗୋଇଷ୍ଟିକ୍ ହେଇଯିବେ, ଏକ୍ସଟ୍ରିମ୍ ଇଗୋଇଷ୍ଟିକ୍। ଆପଣ ଦେଖିବେ ଦେହରେ ଗୋଟେ ଆପଣଙ୍କର ମାଇଲ୍ଡ ଟେମ୍ପରେଚର ରହିବ ରୁବି ପିନ୍ଧିଲା ପରେ, ଏକ୍ସେସିଭ୍ ଭୋକ ଲାଗିବ। ସେଥିଲାଗି ମୁଁ କେବଳ ଷଡ଼ବଳକୁ ଦେଖିକି ବଳାବଳ ଦେଖି ସାରିଲା ପରେ ରତ୍ନଟା ଦିଆଯିବ। ଗ୍ରହ କେଉଁଠି ବସିଛି ଦେଖିବେ, ତା ବଳାବଳଟା ଦେଖିବେ, ତାପରେ ରତ୍ନ ଦିଆଯାଏ। କିନ୍ତୁ ଯଦି ସେଇ ସୂର୍ଯ୍ୟକୁ ଆପଣ ଦୁର୍ବଳ କରିବାକୁ ଚାହୁଁଛନ୍ତି, ବା ସୂର୍ଯ୍ୟ ଆପଣଙ୍କ ଜାତକରେ ଅଷ୍ଟମରେ ଅଛି, ଷଷ୍ଠରେ ଅଛି, ଦ୍ୱାଦଶରେ ଅଛି, ଆପଣ ଦେଖିବେ ସେଇ ଲୋକ, ମୁଁ କିଛି ଆପଣଙ୍କୁ ଏଠି ନେଗେଟିଭ୍ ଜିନିଷ କହୁନି, ଦ୍ୱାଦଶରେ ଯଦି ସୂର୍ଯ୍ୟ ଅଛି, ସେଇ ଲୋକ ଯଦି ସକାଳୁ ଉଠିକି ଡେଲି ଏକ୍ସରସାଇଜ୍ କଲା, ସୂର୍ଯ୍ୟଙ୍କ ରିଲେଟେଡ୍ ଯଦି କାମ କଲା, ଡିସିପ୍ଲିନ୍ ରହିଲା, 12th ହାଉସ୍ଟା ଆକ୍ଟିଭେଟ୍ ହେଇଯିବ। ସୂର୍ଯ୍ୟଙ୍କର କିଛି ଭଲ ଫଳ ତାକୁ ମିଳିଯାଇପାରେ, କିନ୍ତୁ ଦେଖିବେ କିଛି ଦିନ ପରେ ସାଙ୍ଗେ ସାଙ୍ଗେ ହସ୍ପିଟାଲାଇଜ୍ ହେଇଯିବ, କାରଣ ସୂର୍ଯ୍ୟ ବସିଛନ୍ତି ବାହାରରେ। ସେଇ ଲୋକ ଯେପର୍ଯ୍ୟନ୍ତ ସୂର୍ଯ୍ୟକୁ ନେଗ୍ଲେକ୍ଟ କରୁଥିବ, ଅର୍ଥାତ୍ ତାର ଲୋକଙ୍କ ସହିତ ମିଶୁଥିବ, ଇଗୋ ଅହଙ୍କାର କିଛି ନଥିବ, ଆଉ ଟିକେ ଡେରିରେ ଉଠୁଥିବ ସକାଳୁ, ଏତେ ଏର୍ଲି ରାଇଜର ହେଇନଥିବ, ଦେଖିବେ ତାର ହସ୍ପିଟାଲାଇଜେସନ୍ ଚାନ୍ସଟା କମ୍। ମୁଁ କିଛି କହୁନି ସକାଳୁ ଉଠିବା ଖରାପ କି ଭଲ, ସେଇ ମୁଁ ଜ୍ୟୋତିଷ ପର୍ସପେକ୍ଟିଭରୁ କହୁଛି। ଯଦି ଆପଣ ସୂର୍ଯ୍ୟଙ୍କୁ ଗୋଟେ ଆଡ଼ୁ ଏନହାନ୍ସ କଲେ, ମୁଁ କହିଲି ନାଇଁ ସୂର୍ଯ୍ୟ ତୋର ମାନେ ଷଷ୍ଠର ଅଧିପତି ଅଛନ୍ତି, କମ୍ପିଟିସନ୍ ଘରଟାକୁ ଷ୍ଟ୍ରଙ୍ଗ କରିବା ପାଇଁ ତୁ ସୂର୍ଯ୍ୟଙ୍କୁ ଷ୍ଟ୍ରଙ୍ଗ କର, କିନ୍ତୁ ସୂର୍ଯ୍ୟ ବାହାରେ ବସୁଛନ୍ତି। ସେ ଇଆଡ଼େ କମ୍ପିଟିସନରେ ଗୋଟେ ସକ୍ସେସ୍ କରିଯାଇପାରେ, କିନ୍ତୁ ସିଆଡ଼େ ତାକୁ ହାର୍ଟ ପ୍ରୋବ୍ଲେମ୍ ହେଇଯିବ, ହସ୍ପିଟାଲାଇଜ୍ କରିଯିବ। ତେଣୁ ଗୋଟେ ଗ୍ରହର କେବଳ ଭଲ ଫଳ ମିଳିବ ନାହିଁ, ଭଲ ସାଙ୍ଗରେ ଖରାପ ଯୋଡ଼ି ହେଇକି ଆସିବ। ଚନ୍ଦ୍ରର କଳା ଥିଲା ଭଳିଆ, ସବୁ ଜିନିଷର ଭଲ ଖରାପ ଥିଲା ଭଳିଆ, ଗ୍ରହର ଆପଣ ତାକୁ ଇମ୍ବାଇବ୍ କରିବେ ମାନେ ତାର ଫଳ ଆପଣ ପାଇବେ। ଠିକ୍ ସେହିଭଳି ଯଦି ଗୋଟେ ଗ୍ରହର ଫଳାଫଳ ଆପଣ ବିଲକୁଲ ପାଇବାକୁ ଚାହୁଁନାହାନ୍ତି, ସେହି ଗ୍ରହ ରିଲେଟେଡ୍ କର୍ମ ଆପଣ କରିବେ ନାହିଁ, ସେଇ ଗ୍ରହ ରିଲେଟେଡ୍ ଜିନିଷକୁ ଦାନ କରିବେ, ଇତ୍ୟାଦି ଇତ୍ୟାଦି। ଉଦାହରଣ, ବୃହସ୍ପତି ଗୋଟେ ନ୍ୟାଚୁରାଲ ଭଲ ଗ୍ରହ, କିନ୍ତୁ ଭାବିନିଅନ୍ତୁ କୌଣସି କାରଣରେ ଆପଣଙ୍କ ଜାତକରେ ତତ୍କାଳିକ ବହୁତ ଖରାପ ହେଇକି ବସିଛି, ତେଣୁ ଆପଣ ବହୁତ ପଢ଼ାପଢ଼ି କରିବେ ନାହିଁ, ଜ୍ଞାନ ଅର୍ଜନ କରିବେ ନାହିଁ, ସୁନା ଧାରଣ କରିବେ ନାହିଁ, ବ୍ରାହ୍ମଣ ଭୋଜନ ବୋଲି କୁହାଯାଏ ସେଟା ବି ଦେବେ ନାହିଁ, ତାହେଲେ ବୃହସ୍ପତିର ଭଲ ମନ୍ଦ କୌଣସି ଫଳ ଆପଣଙ୍କୁ ମିଳିଲା ନାହିଁ। ଯଦି ତାର ଫଳଟାକୁ ଦୂରେଇ ଦେବାକୁ ଆପଣ ଚାହୁଁଛନ୍ତି, ତାହେଲେ ସେ ରିଲେଟେଡ୍ ଜିନିଷ ଆପଣ ଦେଇଦେବେ, ସେ ରିଲେଟେଡ୍ କାମ ଆପଣ କରିବେନି। ସେଇଟା କିଏ ଡିସାଇଡ୍ କରିବ? ଗୋଟେ ଜ୍ୟୋତିଷ, ଯେ କେଉଁ ଗ୍ରହର ଆପଣଙ୍କ ପାଇଁ ଭଲ ଅଛି, ତା କର୍ମ ଆପଣ କରିବେ। ଯେକୌଣସି ଜାତକରେ ତ୍ରିକୋଣରେ ବସିଥିବା ଗ୍ରହ ହେଲେ ସବୁଠୁ ଭଲ। ତ୍ରିକୋଣ ଅଧିପତି ଯଦି ଯାଇ କେଉଁଠି ବସିଥିବେ, ତାହେଲେ ସେ ବି ଗଲା। ତ୍ରିକୋଣ ଅଧିପତି ଯେଉଁଠି ବସିଲେ ବି ଶିବ, ଏଟା ଭୁଲ। ତ୍ରିକୋଣ ଅଧିପତି ଯଦି ବାହାର ଘରେ ବସିଛି, ଆପଣ ତା ରତ୍ନ ପିନ୍ଧିଦେଲେ ଆପଣ ହସ୍ପିଟାଲାଇଜ୍ ହେଇଯିବେ, ଆପଣ ଘର ବାହାରେ ସେଟେଲ୍ ହେଇଯିବେ ଯାଇ କେଉଁଠି। ବିଭିନ୍ନ ଥର ଅଛି ନେଗେଟିଭ୍ ଇଫେକ୍ଟ, ମୁଣ୍ଡା ଜ୍ୟୋତିଷ ଗୋଟେ କୁହାଯାଏ, ସେ ଛାଡ଼ନ୍ତୁ। କିନ୍ତୁ ତ୍ରିକୋଣ ଘର 1, 5, 9ରେ ଯେକୌଣସି ଗ୍ରହ ବସିଛନ୍ତି, ସେ ଗ୍ରହ ଆପଣଙ୍କ ପାଇଁ ଭଲ ଫଳ ଦେବେ।
से शनि राहु केतु होता आपण मत जोड़ा खराब शनि मंगल राहु होता कि शनि मंगल सूर्य होता कि मंगल सूर्य केतु होता आपण कौन भल फल देवे कहीं से त्रिकोण में बस तेणु से ग्रहर रत्न से ग्रह रिलेटेड कर्म आपण करें रत्न किसी लोग कहते से ग्रह से ग्रह जब खराब घर अधिपति होते ता फल भी मिलो फल भी आप पाइबे तेणु जो ग्रह आपणकर जो घर अधिपति मनकर षष्ठ घर अधिपति हो कि पंचम बसी ता दशा समय सी आप भल फल सांगे किसी रोग दब तेणु आप प्रिपेयर होते से ग्रह रत्न पिंधुंट कि से ग्रह रिलेटेड कर्म करुँच ड्रेस पिंधुंट गछ को पानी दौरान से ग्रह को पूजा करुँच इत्यादि इत्यादि तार अन्य जो नेगेटिव इफेक्ट है आप पाइबे तेणु ये सब जिनस आप दूरे रहा ज्योतिर्विद की पचारत एक्चुअली आपंकर ग्रह रत्न दरकार ना ना रुद्राक्ष दरकार ना ना धारण करूँ सब परम पिता को पूजा करूँ परम पिता जिनस जमी लोकटा खाया पाऊना आप सब देपारे आपण सर मुझे खाया देली गोटे कुकुर को ताल तो मोर सेपटे मंगल स्ट्रंग है इे भैरव भी स्ट्रंग हो गले तेणु दान आप जो दान करेंगे आपणकर कर्मटा से पास कर अन्य लोक गोटे ओडिया भिडियो कर जाने इंग्लीश से करी कर्म ट्रांसफर सेटा गोटे करूँ दैट इज द बेस्ट वे फॉर एनी रेमेडी मन रखि था आपण अर्जित धन दान करूँ कैश काइंड जो लोग इंटरेस्ट अच्छे मु तो पेन कलम पर्यंत भी लोक को दे दिए भल लगे कलमटा नहीं जाऊना कहे जा मुझे कहे मुझे मो घर प्राय 30-40% कि मोर दैन 50% जिन मो लोक को दे मत लगे खाली बही अच्छी तो मोर से पर्सपेक्टिव नुहे जेहेतु मुझे जोगिक पर्सपेक्टिव आगे आगे गले डिटाचमेंट करुँच आपण को भी अनुरोध the best way to nullify or to gain effect of any planet is donation अपन दान करूँ से परम पिता को पूजा करूँ ये शनि मंदिर दौड़ी पड़ा से बगलामुखी मंदिर पड़ा से ये कर से कर टेम्परारी जिन किसी कम दबनी ग्रहर खराब फल सांगे भल फल सब आटाच हो एंड भाइस वर्षा मंगल दोष अच्छी रक्त प्रवाह पिंधेली बाहर होगा एमती मैं लोक शुणुची बहुत हस भी लगुच से ज्योतिष जी कहते भाविक मत कांद भी माउंट तेज छाड़ू हाँ मुझे कहली आप बुझीपे जे ग्रह तार भल मंद फल दुईटा जाक दब जिते बड़े आपड़ ताको इम्बाइब करेंगे इम्बाइब कौन तार ओडिया कहे आपड़ ताको निज भितर ग्रहण करेंगे से ड्रेस हो आपणकर कर्म हो कर्मटा है बेस्ट हुए तापर है आपंकर धारण करवा हो आशा करे मुझे जहाँ बारंबार कहीकि आप बुझेबार उद्देश्य केते भल ओडिया कही पारुनी ठीक भाव भाव को प्रकाश करें तेणु बारंबार कहले हुए तो आप बुझीपारे ओडियाटा जहाँ कहीपी लिखिपारे ओडिया भी माने मोर इच्छा ना कारण मुझे इंग्लीश से बही लिखुची से ठीक ओडिया बहुत भल भल ज्योतिष अच्छा लिखुंट से कामटा करूँ सर मत भी कहते रुद्र बाबू आप ओडार नाटा गोटे बाहर बंचे रखा चेष्टा करूँ भर तो आम लिखिदे पेपर आ कि जर्नाल तेज से छाड़ू पुणी कही रखुची निजे निजर ज्योतिष केवे हेनी ज्योतिर्विद को जातक देखी आप पिंधे मत तो आप पैसा पत्र देवे मुझे जानी कारण ज्योतिष ब्राह्मण एम जब किए मागिदेला पैसा तो आपण मैंने दिखती ना बरं आप लक्ष लक्ष टंका निजर एंटरटेनमेंट छाड़ी पारती तेणु आप जो ज्योतिष आप ठीक लगुच आप अफोर्ड करेंगे 50 टंका दिंतु 100 टंका दिंतु जातक देखातु अनुमति क्रमे जिनसटा करूँ मु कहूँ जिनस जदि आप ज्योतिष किसी जे ताठू किसी अलग कहबे सेमती माने ना से अलग कहींपारती कारण सबू जगार डेस्क्रिप्शनटा सामान रेस्क्रिप्शनटा भेरी करे हो जदि भिडियोटी भल लगे लाइक करूँ खराब लगे डिसलाइक करूँ कि दयाकोरी शेयर करते
ହେଲେ ମୁଁ ଯେଉଁ ଗୋଟେ ମହାମୂର୍ଖ କ'ଣ ଟିକେ କହୁଛି, ହୁଏତ ଆଉ କାହାର କଲ୍ୟାଣ ହେଇଯିବ। ଆଜି ପାଇଁ ଏତିକି। ଯଦି ମହାଦେବ ଚାହାନ୍ତି ଆଉ ଗୋଟେ ଭିଡ଼ିଓ ନେଇ ଆପଣଙ୍କ ପାଖରେ ଖୁବ୍ ଶୀଘ୍ର ଉପସ୍ଥିତ ହେବି। ଆଜି ପାଇଁ ଆଜ୍ଞା ଦିଅନ୍ତୁ। ଓମ୍ ନମଃ ଶିବାୟ।